ଆମେ ଟିକେ ଟିକେ ଦୁଃଖରେ ଭାଙ୍ଗି ପଡ଼ୁ, କିନ୍ତୁ ଏହା ଭୁଲିଯାଉ ଯେ ସ୍ୱୟଂ ଭଗବାନଙ୍କୁ ମଧ୍ୟ ବନବାସ ଦୁଃଖ ସହିବାକୁ ପଡ଼ିଥିଲା। କାରଣ ଏଇ ଦୁନିଆରେ ଜନ୍ମ ନେଲେ ଦୁଃଖ ସୁଖ ଉଭୟ ଭୋଗିବାକୁ ପଡ଼ିଥାଏ। ହାରିଗଲେ ଦୁଃଖ କର ନାହିଁ। ଜୀବନରେ ହାରିବା ବି ନିହାତି ଦରକାର, କାହିଁକି ନା ହାରିବା ହିଁ ଜିତିବା ପାଇଁ ନୂଆ ଊର୍ଜା ସୃଷ୍ଟି କରେ। ଭଗବାନ କହୁଛନ୍ତି, ତୁମେ ଜୀବନରେ କେତେ ସୁଖୀ ତାହା ବଡ଼ କଥା ନୁହେଁ, ତୁମ ଦ୍ୱାରା କେତେ ଜଣ ସୁଖୀ ତାହା ହିଁ ବଡ଼ କଥା। କେବଳ ସେଇମାନଙ୍କ ଉପରେ ଭରସା କରନ୍ତୁ ଯିଏ ଆପଣଙ୍କ ଭିତରେ ଏହି ତିନିଟା ଜିନିଷ ଦେଖିପାରୁଥିବ। ହସ ପଛରେ ଥିବା ଦୁଃଖ, ରାଗ ପଛରେ ଥିବା ଭଲ ପାଇବା, ନୀରବ ରହିବା ପଛରେ ଥିବା କାରଣ। ଜୀବନରେ ଆଶା ହିଁ ଦୁଃଖର କାରଣ। ନିଜ କର୍ତ୍ତବ୍ୟ କରିଚାଲ। କିଏ ସୁଖ ଦେବ ନା କିଏ ଦୁଃଖ ଦେବ ସେ ଚିନ୍ତା କର ନାହିଁ। ତେଣୁ ତୁମେ ଯେତେ ଭଲ ହୁଅନା କାହିଁକି, କିଛି ଲୋକ ତଥାପି ତୁମକୁ ପସନ୍ଦ କରିବେ ନାହିଁ। ଏଥିରେ ତୁମର ଦୋଷ ନାହିଁ। ସେମାନେ ଭଲ ପାଇବା କ'ଣ ଜାଣନ୍ତି ନାହିଁ। ଗୋଟିଏ କଥା ମନେ ରଖ, ଯେତେ ବନ୍ଧୁ ସାଙ୍ଗସାଥୀ ଆଉ ସମ୍ପର୍କ ଗଢ଼, ସମସ୍ତେ ସୁଖ ବେଳେ ପାଖରେ ଥିବେ, କିନ୍ତୁ ଦୁଃଖ ବେଳେ କାହାକୁ ବି ପାଖରେ ପାଇବନି। କେବଳ ଯିଏ ଦୁଃଖ ସୁଖ ସବୁବେଳେ ଆମ ପାଖରେ ଥାଆନ୍ତି, ମା ଆଉ ବାପା। ଗୋଟିଏ ଦିନ, ଗୋଟିଏ ଘଣ୍ଟା ଏବଂ ଗୋଟିଏ ମିନିଟ୍ ଆପଣଙ୍କ ଜୀବନରେ ଆଉ ଆସିବ ନାହିଁ। ଝଗଡ଼ା କ୍ରୋଧରୁ ଦୂରେଇ ରୁହ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସୁନ୍ଦର କଥା କୁହ। ଦୁନିଆରେ ସବୁଠାରୁ ବଡ଼ ଯାଦୁକର ସମୟକୁ ହିଁ କୁହାଯାଏ, କାହିଁକି ନା ସେ ନିଜ ବଦଳିବା ସହ ଲୋକମାନଙ୍କୁ ମଧ୍ୟ ବଦଳାଇ ଦିଏ। କିଛି ଲୋକ ସେମାନଙ୍କ ଶବ୍ଦ ଦ୍ୱାରା ଆମକୁ ଆଘାତ କରନ୍ତି, କେହି କେହି ସେମାନଙ୍କ କାର୍ଯ୍ୟ ଦ୍ୱାରା ଏବଂ କିଛି ନୀରବତା ଦ୍ୱାରା। କିନ୍ତୁ ସବୁଠାରୁ ବଡ଼ ଆଘାତ ହେଉଛି ଯେତେବେଳେ ଆମେ କାହାକୁ ଗୁରୁତ୍ୱ ଦେଇଥାଉ ଏବଂ ସେମାନେ ଆମକୁ ଅଣଦେଖା କରନ୍ତି। କାହାର ଅଭିଶାପ ଆମକୁ ଖରାପ କରିପାରିବ ନାହିଁ କି କାହାର ଆଶୀର୍ବାଦ ଆମକୁ ଭଲ କରିପାରିବ ନାହିଁ। ସବୁ ଆମ କର୍ମ ଉପରେ ନିର୍ଭର କରେ। ତେଣୁ କର୍ମକୁ ବିଶ୍ୱାସ କର, କର୍ମ ହିଁ ଭଗବାନ। ଯଦି ଜୀବନରେ କାହା ପାଇଁ କିଛି ଭଲ କରିଛନ୍ତି, ତାହା କେବେ ବ୍ୟର୍ଥ ଯିବ ନାହିଁ। ଯାହା ପାଇଁ କରିଛନ୍ତି ସିଏ ହୁଏତ ଭୁଲି ଯାଇପାରେ, କିନ୍ତୁ ଈଶ୍ୱର ନୁହନ୍ତି। କେଉଁ ରାସ୍ତାରେ କାହା ମାଧ୍ୟମରେ ଆପଣଙ୍କ ଭଲ କର୍ମର ମୂଲ୍ୟ ଆପଣଙ୍କୁ ଫେରାଇବେ। ଜୀବନରେ ଅଧିକ ଦୁଃଖ ମିଳୁଛି ବୋଲି କାହାକୁ ବି ଦୋଷ ଦେବା ଅନୁଚିତ, କିମ୍ବା ଅଧିକ ସୁଖ ମିଳୁଛି ବୋଲି ଗର୍ବ କରିବା ଉଚିତ ନୁହେଁ। କାରଣ ସୁଖ ଦୁଃଖ କେହି ଦେଇନଥାନ୍ତି, ବରଂ ମନୁଷ୍ୟ ନିଜ କର୍ମ ଅନୁସାରେ ତାକୁ ଭୋଗ କରିଥାଏ। ସମ୍ମାନ ବଦଳରେ ସମ୍ମାନ କମ୍ ଦିଅନ୍ତୁ ଚଳିବ, କିନ୍ତୁ ଅପମାନ ବଦଳରେ ଅପମାନ ସୁଧମୂଳ ସହ ଫେରାଇବା ଦରକାର। ଅପମାନ ଥରେ ସହିଗଲେ ଅପମାନ କରିବା ବାଲାର ସାହସ ବଢ଼ିଚାଲେ। ଗୁପ୍ତ କଥା ସର୍ବଦା ଗୁପ୍ତ ରଖିବା ଉଚିତ। ସେ ଅତି ଘନିଷ୍ଠ ବନ୍ଧୁ ହେଉ କିମ୍ବା ସମ୍ପର୍କୀୟ, କାହା ଆଗରେ କହିବା ଉଚିତ ନୁହେଁ। କାରଣ ମନୁଷ୍ୟର ସ୍ୱଭାବ ପରି ସମ୍ପର୍କ ମଧ୍ୟ ବଦଳିଥାଏ। ଆଜି ଯିଏ ମିତ୍ର, କାଲି ସିଏ ଶତ୍ରୁ ହୋଇପାରେ। ଯେଉଁ ଲୋକମାନଙ୍କର ଆଖି ଟିକିଏ ଟିକିଏ କଥାରେ ଓଦା ହୋଇଯାଏ, ସେମାନେ ହୃଦୟରୁ ଦୁର୍ବଳ ନୁହେଁ, ବରଂ ସେମାନଙ୍କ ହୃଦୟ ଅତ୍ୟନ୍ତ ସଫା ଥାଏ। ଯାହା ସହଜରେ ମିଳିଥାଏ ତାହା ସବୁଦିନ ପାଇଁ ରହି ନଥାଏ। ଯାହା ସବୁଦିନ ଯାଏ ରହିଥାଏ ତାହା ଏତେ ସହଜରେ ମିଳି ନଥାଏ। ବେଳେ ବେଳେ ମଣିଷ ଭଲ କି ଖରାପ ନିଜ ଗୁଣ ଯୋଗୁଁ ନୁହଁ, ବରଂ ଅନ୍ୟର ଆବଶ୍ୟକତା ଯୋଗୁଁ ହୋଇଥାଏ। ଯାହାର ସେ ସ୍ୱାର୍ଥ ପୂରଣ କଲା ତାହା ପାଇଁ ସେ ଭଲ, ଯାହାର ସ୍ୱାର୍ଥ ନ ପୂରଣ କଲା ତାହା ପାଇଁ ସେ ଖରାପ। ଜୀବନରେ ଏକା ଚାଲିବାକୁ ପଡ଼େ। ଯଦି ବିଚଳିତ ହୁଅନ୍ତୁ ନାହିଁ, କାରଣ ଶ୍ମଶାନ, ଶିଖର ଏବଂ ସିଂହାସନରେ ପହଞ୍ଚିବା ବେଳକୁ ମଣିଷ ଏକା ହିଁ ଥାଏ। କଥା କୁହ ଏମିତିକି ଯେମିତି ପାଞ୍ଚ ଲୋକଙ୍କୁ ଭଲ ଲାଗୁଥିବ। କାମ କର ଏମିତିକି ଯେମିତି ପାଞ୍ଚ ଲୋକ ପ୍ରଶଂସା କରୁଥିବେ। ଚିନ୍ତା କର ଏମିତିକି ଯେମିତି ପାଞ୍ଚ ଲୋକଙ୍କର ମଙ୍ଗଳ ହେଉଥିବ। ଅନ୍ୟର ଖୁସିରେ ଖୁସି ହେବାକୁ ଚେଷ୍ଟା କର। ଦେଖିବ ତୁମକୁ କେବେ ଦୁଃଖ ସ୍ପର୍ଶ କରିବନି। ଏମିତି କିଛି କଷ୍ଟ ଥାଏ ଯାହାକୁ ବର୍ଣ୍ଣନା କରିବା ପାଇଁ କୌଣସି ଶବ୍ଦ ନଥାଏ। ନୀରବତା ହିଁ ଯଥେଷ୍ଟ ହୋଇଥାଏ। ଯେଉଁ ରାସ୍ତାରେ ଆପଣ ଏକୁଟିଆ ରହିଯାଉଛନ୍ତି, ତେବେ ବୁଝିନିଅନ୍ତୁ ଆପଣ ସଠିକ୍ ରାସ୍ତାରେ ଚାଲୁଛନ୍ତି, କାହିଁକି ନା ସତ୍ୟତାର ରାସ୍ତାରେ କେହି ସାଥୀରେ ନଥାଏ।
ଯେତେବେଳେ ପାଦ ଥକି ଯାଉଥାଏ ସେତେବେଳେ ସାହସ ସାଥ ଦେଇଥାଏ। ଯେତେବେଳେ ସମସ୍ତେ ମୁହଁ ବୁଲେଇ ଦିଅନ୍ତି ସେତେବେଳେ ଭଗବାନ କେବଳ ସାଥ ଦିଅନ୍ତି। ଶରୀର ସୁନ୍ଦର ଥାଉ କି ନଥାଉ, କିନ୍ତୁ କହୁଥିବା ଶବ୍ଦଗୁଡ଼ିକ ସୁନ୍ଦର ହେବା ନିହାତି ଦରକାର। କାହିଁକି ନା ଲୋକ ଚେହେରା ଭୁଲି ଯାଆନ୍ତି, କିନ୍ତୁ କହିଥିବା କେଇ ପଦ କଥା ମନ ଭିତରେ ବସା ବାନ୍ଧି ରହିଯାଏ। ଜୀବନରେ ସବୁ ଲଢ଼େଇ ଏକା ହିଁ ଲଢ଼ିବାକୁ ପଡ଼ିବ। କାରଣ ଅନ୍ୟମାନେ କେବଳ ସାନ୍ତ୍ୱନା ଦେବେ, କିନ୍ତୁ ପାଖରେ କେହି ଛିଡ଼ା ହେବେ ନାହିଁ। ଯନ୍ତ୍ରଣାକୁ ସାମ୍ନା କରିବା ଦ୍ୱାରା ଆପଣ ଶକ୍ତିଶାଳୀ ହେବେ। ଭୟକୁ ସାମ୍ନା କରି ସାହସୀ ହେବେ। ହୃଦୟ ଭାଙ୍ଗିବା ଦ୍ୱାରା ବିନୟ ହେବେ। ସେଥିପାଇଁ ଜୀବନର ପ୍ରତିକୂଳ ପରିସ୍ଥିତିକୁ ନେଇ ନକାରାତ୍ମକ ଭାବନା ରଖନ୍ତୁ ନାହିଁ। ସେଥିରୁ ମିଳୁଥିବା ଶିକ୍ଷା ପ୍ରତି ଧ୍ୟାନ ଦେଇ ଆଗକୁ ବଢ଼ନ୍ତୁ। ଜୀବନରେ ଗୋଟିଏ କଥା ସବୁବେଳେ ମନେ ରଖିଥିବେ, ଯେଉଁମାନେ ତୁମକୁ ଗୁରୁତ୍ୱ ଦିଅନ୍ତି ନାହିଁ ସେମାନଙ୍କ ପାଖରେ ଛିଡ଼ା ହେବା ଅପେକ୍ଷା ଏକାଠି ଠିଆ ହେବା ବହୁତ ଭଲ। ଯେତେବେଳେ ମଣିଷର ସ୍ୱାର୍ଥ ପୂରଣ ହୋଇଯାଏ, ତେବେ ସେହି ବ୍ୟକ୍ତି ଆପଣଙ୍କୁ ସାକ୍ଷାତ କରିବା ତ ଦୂରର କଥା, କଥା କହିବା ମଧ୍ୟ ଛାଡ଼ି ଦିଅନ୍ତି। ଶରୀରକୁ ଯେମିତି ଜଳ ଦ୍ୱାରା ପବିତ୍ର କରାଯାଏ, ସେମିତି ମନକୁ ସତ୍ୟ ଦ୍ୱାରା, ବୁଦ୍ଧିକୁ ଜ୍ଞାନ ଦ୍ୱାରା ଓ ଆତ୍ମାକୁ ଧର୍ମ ଦ୍ୱାରା ପବିତ୍ର କରାଯାଏ। ଯାହାକୁ ସାହାଯ୍ୟ କରିଛ ତାକୁ ଭୁଲିଯାଅ, କିନ୍ତୁ ଯାହାଠାରୁ ସାହାଯ୍ୟ ପାଇଛ ତାକୁ କେବେ ଭୁଲ ନାହିଁ। କାରଣ କାହାର ସାହାଯ୍ୟକୁ ଭୁଲିବା ଯାହା ଈଶ୍ୱରଙ୍କୁ ଅସମ୍ମାନ କରିବା ସହ ସମାନ ହୋଇଥାଏ। ଯାହା ଈଶ୍ୱର ଦେଇଥାନ୍ତି ତାକୁ ଛଡ଼ାଇ ନେବାର ଶକ୍ତି କାହା ପାଖରେ ବି ନଥାଏ ଓ ଯାହା ଈଶ୍ୱର ଛଡ଼ାଇ ନେବାକୁ ବସିଥାନ୍ତି, ଜଣେ 100 ଚେଷ୍ଟା କରି ମଧ୍ୟ ତାକୁ ପାଖରେ ରଖିପାରି ନଥାଏ। ଏ ଦୁନିଆରେ ଏମିତି ବି ମଣିଷ ଅଛି, ସୁଖ ଦେଖିଲେ ହିଂସା କରେ, ଆଉ ଭଲ ପାଇଲେ ଆଘାତ କରେ ଏବଂ ଦୁଃଖ ସମୟରେ ସୁଯୋଗ ଖୋଜେ ଓ ସ୍ୱାର୍ଥ ହାସଲ ପରେ ଦୂରେଇ ଯିବାକୁ ବାଟ ଖୋଜେ। କେହି ତୁମକୁ ଦୂରେଇ ଦେଲା ବୋଲି ମନ ଦୁଃଖ କରନି, ବରଂ ନିଜକୁ ଏମିତି ଯୋଗ୍ୟ କର ଯେ ତୁମକୁ ଦେଖିବା ପରେ ସେ ନିଜକୁ ନିଜେ ପ୍ରଶ୍ନ କରିବ କି ମଣିଷ ଚିହ୍ନିପାରେ ମୁଁ ଭୁଲ କରିଦେଲି। ଯିଏ ଦୋଷ କରି କ୍ଷମା ମାଗେ ସେ ଖୁବ୍ ସାହସୀ। ଯିଏ ପ୍ରତିଶୋଧ ନ ନେଇ କ୍ଷମା କରିଦିଏ ସେ ଶକ୍ତିଶାଳୀ। ଆଉ ଯିଏ ସବୁକିଛି ଭୁଲିଯାଏ ସେ ବଡ଼ ସୁଖୀ। ଇତିହାସରେ କେବଳ ସେହି ଲୋକର ନାମ ଲେଖାଯାଇଥାଏ ଯିଏ କଠିନରୁ କଠିନ ପରିସ୍ଥିତିରେ ରହି ମଧ୍ୟ ନିଜ ଲକ୍ଷ୍ୟକୁ ଆଖିରେ ରଖିକରି ପ୍ରତ୍ୟେକ ସମସ୍ୟାର ସମାଧାନ ବାହାର କରି ନିଜ ଲକ୍ଷ୍ୟର ପଥରେ ଆସୁଥିବା ପ୍ରତ୍ୟେକ କଠିନତାକୁ ସମାଧାନ କରିନିଅନ୍ତି। ନିଜକୁ ଛୋଟ ମନେକରି କାହା ଗୋଡ଼ ଧରିବା ଅପେକ୍ଷା ଚେଷ୍ଟା କରନ୍ତୁ ନିଜେ କେମିତି ବଡ଼ ହେବାକୁ, କାରଣ ନିଜ ଭିତରେ ଥିବା ଆତ୍ମବିଶ୍ୱାସ ହିଁ ସଫଳତାର ଶିଖର ଛୁଆଁଇଥାଏ।